କଥାରେ ଅଛି ଖୁସି ହୃଦୟରେ ଥିଲେ ବଡ ପଥର ବି ଟେକାଟିଏ ପରି ଲାଗେ, ଆଉ ଦୁଃଖ ହୃଦୟରେ ଥିଲେ ସମ୍ପତ୍ତି ବି ବୋଝ ଲାଗେ। ଯେମିତି ସୁନିତାର କଥା। ସୁନିତା ଗୋଟେ ଧନୀ ପରିବାରରେ ବାହା ହେଇଛି, ତାର ଝିଅଟିଏ ବି ହେଇସାରିଲାଣି, କିନ୍ତୁ ମନରେ କେବେ ବି ଶାନ୍ତି ନାହିଁ, ଆଉ କେବେ ବି ସେ ଖୁସି ପାଇନି। ଖୁସି କଣ ସେ ଜାଣିପାରେନି, ବୁଝି ବି ପାରୁନି। ସ୍ୱାମୀ ତାର ଅଫିସ ଯାଆନ୍ତି, ଭଲ ଇନକମ ବି କରନ୍ତି, କିନ୍ତୁ କେବେ ଆସିକି ପଚାରି ନାହାନ୍ତି ସୁନିତା ଖାଇଛି କି ନାହିଁ। କେବେ ପାଖରେ ବସି ଭଲ ମନ୍ଦ ଦୁଃଖ ସୁଖ କଥା ହେଇନାହାନ୍ତି, ପଚାରି ନାହାନ୍ତି। ନର୍ମାଲ କଥା ହେଲେ ବି ବେଳେ ବେଳେ ଚିଡଚିଡି ହୁଅନ୍ତି। ସୁନିତା ପାଖରେ ବହୁତ ପଇସା ଥିଲେ କଣ ହବ, କିନ୍ତୁ ମନରେ କେବେ ବି ଶାନ୍ତି ନାହିଁ। ସୁନିତା ଘରକୁ ଗୋଟେ ସ୍ତ୍ରୀ ଲୋକ କାମ କରିବାକୁ ଆସେ। ସେ ସ୍ତ୍ରୀ ଲୋକଟି କାମ କରି ଥକି ଯାଏ ସତ, କିନ୍ତୁ ସେ ଥକାପଣ ଭିତରେ ବି ତା ମନରେ ଗୋଟେ ଖୁସି ଥାଏ, ଆତ୍ମସନ୍ତୋଷୀ ଥାଏ। ଏଇ କଥା ଦିନେ ସୁନିତାର ସ୍ୱାମୀ ଅନୁଭବ କରିପାରିଲା। ଦେଖିଲା ସୁନିତା ମନରେ କାହିଁକି ଖୁସି ନାହିଁ। ସୁନିତାକୁ ସତରେ ତା ସ୍ୱାମୀ ବହୁତ ଭଲ ପାଏ, କିନ୍ତୁ ଆର ପର୍ଟିକୁଲାର ଆନ୍ସରଟା କଣ ସେ ଜାଣିପାରୁନଥିଲା। ଦିନେ ସେ କାମ କରୁଥିବା ସ୍ତ୍ରୀ ଲୋକକୁ ପଚାରିଲା, ଆଚ୍ଛା ତମ ଘରେ ତ ଏତେ ପଇସା ନାହିଁ, ଭଲ ଖାଇବାକୁ ବି ନାହିଁ, ତମେ ସବୁବେଳେ ଖୁସିରେ କେମିତି ରହିପାରୁଛ? ତମ ଭିତରେ ଶାନ୍ତି ଥିଲା ପରି ଫିଲ୍ ହଉଛି, କେମିତି? ସେ ସ୍ତ୍ରୀ ଲୋକଟି ସୁନିତାର ସ୍ୱାମୀକି ସୁନ୍ଦର ଭାବରେ ଆନ୍ସର ଦେଲା, ଦେଖନ୍ତୁ ବାବୁ, ମୋ ଘରେ ପଇସାର ଅଭାବ ଅଛି ସତ, କିନ୍ତୁ ମୋ ପିଲାମାନେ, ମୋ ସ୍ୱାମୀ ମୋର ସବୁବେଳେ ଧ୍ୟାନ ରଖନ୍ତି। ମୁଁ କୋଉ କଥାକୁ ପସନ୍ଦ କରେ, କୋଉ କଥାକୁ ନା ପସନ୍ଦ କରେ, ତାର ଧ୍ୟାନ ବି ଦିଅନ୍ତି। ଆଉ ସବୁଠୁ ବଡ କଥା ହେଲା ମୋ ସ୍ୱାମୀ ମତେ ବହୁତ ଭଲ ପାଆନ୍ତି ଆଉ ବହୁତ ସମ୍ମାନ ବି କରନ୍ତି। ମତେ ସବୁବେଳେ ରିଲାକ୍ସ ଦବାକୁ ଚାହାନ୍ତି। ମୋ କାମରେ ମତେ ଟିକେ ସାହାଯ୍ୟ ବି କରନ୍ତି। ଯେତେବେଳେ ମନଟା ଖୁସି ରହେ, ଭିତରୁ ଦେହ ବି ଠିକ ରହେ। ଏବେ ସୁନିତାର ସ୍ୱାମୀର ଆଖି ଖୋଲିଗଲା, ଆଉ ସେ ବୁଝିପାରିଲା ସୁନିତା ଭିତରେ କାହିଁକି ଖୁସି ନାହିଁ। ସେ ମନେ ମନେ ଭାବିଲା, ମୁଁ ସୁନିତାକୁ ବହୁତ ଭଲ ପାଏ, କିନ୍ତୁ ତାର ଭଲ ମନ୍ଦ ବୁଝିବା ବା ସେ ଖାଇଛି ନା ନାହିଁ ପଚାରିବା, କେବେ ପଚାରିବା ଦରକାର ବୋଲି ମୁଁ ଭାବିନଥିଲି। ଏବେ ସୁନିତାର ସ୍ୱାମୀ ସୁନିତାର ବହୁତ ଧ୍ୟାନ ରଖିଲା, ଆଉ ତା ସହିତ ଦୁଃଖ ସୁଖ କଥା ହେଲା, ଭଲ ମନ୍ଦ ଭାଳିଲା। ଏବେ ସୁନିତା ଭିତରୁ ଖୁସି ଅଛି। ସୁନିତା ସୁନିତା ମନ ଖୁସି ଯୋଗୁ ତା ଦେହ ବି ଖୁସି ଅଛି। ଏବେ ତାର ପରିବାର ହସ ଖୁସିରେ ଭରି ଯାଇଛି। ମୋର ପ୍ରତିଟି ଭିଡିଓରେ ଆପଣଙ୍କୁ କିଛି ନା କିଛି ଶିଖିବାକୁ ମିଳିବ, ଯାହା ଆପଣଙ୍କ ଲାଇଫରେ ନିହାତି କାମରେ ଆସିବ। ସୋ ପ୍ଲିଜ ଡୁ ଲାଇକ୍ ଆଣ୍ଡ ସବସ୍କ୍ରାଇବ।